ହେଉଛି ମୃଦୁଗୁଞ୍ଜନ ନୃତ୍ୟାନୁଷ୍ଠାନର ଷଷ୍ଠ ସପ୍ତରଙ୍ଗ ମହୋତ୍ସବ। ମୁଁ ଏଇ ଅନୁଷ୍ଠାନର ସଭାନେତ୍ରୀ, ଆଉ ଏହାର ପରିଚାଳିକା ତଥା ସମ୍ପାଦିକା ହେଉଛନ୍ତି ଗୁରୁ ଶ୍ରୀମତୀ ରାଜଶ୍ରୀ ମହାପାତ୍ର। ତାଙ୍କରି ନିର୍ଦ୍ଦେଶନାରେ ଏଇଠି ସବୁ ଯେଉଁ ନୃତ୍ୟ ସଂଯୋଜନା ସେ କରିଛନ୍ତି ତାରି ସବୁ ଦେଖାହେଉଛି। ସକାଳ ଅଧିବେଶନ 12ଟାରେ ଆରମ୍ଭ ହୋଇଥିଲା, ସେଟା ଚାଲିଲା 1:30 2ଟା ପର୍ଯ୍ୟନ୍ତ ଚାଲିଲା। ଏବେ ଅପରାହ୍ନ ଅଧିବେଶନ 4:30ରେ ଆରମ୍ଭ ହେବ, ଆଉ ସନ୍ଧ୍ୟା ଅଧିବେଶନ 7ଟାରେ ଆରମ୍ଭ ହେବ। ପ୍ରଭାତ ଅଧିବେଶନରେ ଗେଷ୍ଟ ଥିଲେ ଗୁରୁ ଶ୍ରୀଯୁକ୍ତ ଚିତ୍ରସେନ ସ୍ୱାଇଁ ଆଉ ଗୁରୁ ଶ୍ରୀଯୁକ୍ତ ରୁଦ୍ରପ୍ରସାଦ ଥିଲେ, ଓଡ଼ିଶୀ ନୃତ୍ୟ ଗୁରୁ। ଏମାନେ ସବୁ ଫଳରେ ଆମର ହେଇଥିଲା 11ଟା ଆଇଟମ୍। 11ଟା ଆଇଟମ୍ରେ 8ଟା ସୋଲୋ ଥିଲା, ଆଉ 2ଟା ଗ୍ରୁପ୍ ଥିଲା, ଆଉ ଗୋଟିଏ ମଙ୍ଗଳଚରଣ ଥିଲା। 6 ବର୍ଷ ଭିତରେ ତ ବହୁତ କଷ୍ଟ ହେଇନି। ଛୁଆମାନଙ୍କର ପ୍ୟାରେଣ୍ଟସ୍ ମାନଙ୍କ ପାଇଁ ଆମେ ବଞ୍ଚି ଯାଇଛୁ। ଆଉ ଛୁଆମାନଙ୍କର ଉଦ୍ୟମରେ ଏଇ ସ୍କୁଲଟା ଚାଲିଛି। ଆମର ଏତେ ବର୍ଷ ହେଲାଣି ପ୍ରୋଗ୍ରାମ ଚାଲିଛି, 6 ବର୍ଷ ଆଜିକି ହେଲା। ଆଉ ମୋର ଗୁରୁ, ମୋର ପରିବାର ସମସ୍ତଙ୍କ ପାଇଁ ଏଇ ପ୍ରୋଗ୍ରାମଟା ଭଲସେ ସୁରୁ କଲେ କାମ ଚଳି ଯାଉଛି। ଯାହା ତ୍ରୁଟି ରହୁଥିବ ଦର୍ଶକ ମାନଙ୍କୁ କ୍ଷମା କରିବେ। ଏଇଟା ଆମ ଗୁରୁଙ୍କ କୃପା। ଆମେ ଆମ ଗୁରୁଙ୍କୁ ଏଇ ଶିକ୍ଷାଟା ପାଇଛୁ। ତ ଆମ ଗୁରୁ, ମୋର ଗୁରୁ ଶ୍ରୀ ନିରଞ୍ଜନ ରାଉତ। ତ ସିଏ ଆମକୁ ତାଙ୍କର ସିଏ ଖାଇବା ସମୟରେ ସିଏ ଖାଆନ୍ତୁ ନ ଖାଆନ୍ତୁ, ଫାଷ୍ଟ ଆମକୁ ଖୁଆଇବେ। ତ ଆମେ ତାଙ୍କଠୁ ଏଇ ଜିନିଷଟା ଶିଖିଛୁ। ତ ଆମେ ଯାହା ଶିଖିଛୁ ସେଇଆ କରିବୁ, ଏଇଟା ଆମ ପରମ୍ପରା। ଯିଏ ଆମର 60 ଜଣ ପାଖାପାଖି ପିଲା ପାର୍ଟିସିପେଟ କରିଛନ୍ତି। ଏବଂ ଆମର ଦୁଇଟି ଗ୍ରୁପ ଅଛି, ଗୋଟେ ଆମର ଗ୍ରୁପ କରିବେ ଏବଂ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଗ୍ରୁପ କରିବେ। ମୁଁ ମେସେଜ ଦେବାକୁ ଚାହୁଁଛି ଯେ ଖାସ କରି ଗାର୍ଡିଆନ ମାନଙ୍କୁ, ଯେମିତି ପାଠ ପଢା ଯେମିତି ନୃତ୍ୟ ବି ସେଇଭଳିଆ, ସେଇଟା ଗୋଟେ ସାଇଡ ଆକ୍ଟିଭିଟି। ଛୁଆମାନେ ପାଠ ପଢି ପଢି ବୋର ହେଇଯାଉଛନ୍ତି, ତା ପାଇଁ କି ଅଳ୍ପ ସମୟ ଦବା ଦରକାର। ସେ ଯୋଉ ବି କ୍ଲାସ ହଉ, 1-1.5 ଘଣ୍ଟା ନିହାତି ସପ୍ତାହରେ 2 ଦିନ ଦବା ଦରକାର। ଆଉ ଏଇଟା ମୋର ରିକ୍ୱେଷ୍ଟ ସବୁ ପ୍ୟାରେଣ୍ଟସ୍ ମାନଙ୍କୁ।